ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ପତନ ପରଠାରୁ ପଡ଼ୋଶୀ ଦେଶରେ ପରିସ୍ଥିତି ଗୁରୁତର ହେବାରେ ଲାଗିଛି। ଯେତେବେଳେ ଶେଖ୍ ହାସିନା କ୍ଷମତାରେ ଥିଲେ, ପଡ଼ୋଶୀ ଦେଶରେ ପୋଷାକ ଶିଳ୍ପ ଗାର୍ମେଣ୍ଟ ଇଣ୍ଡଷ୍ଟ୍ରି ଶୀର୍ଷକୁ ଆସିଥିଲା, କିନ୍ତୁ ବର୍ତ୍ତମାନ ମୌଳବାଦୀଙ୍କ ପ୍ରଭାବ ହେତୁ ଦେଶର ବ୍ୟବସାୟିକ ଗ୍ରାଫ୍ ତଳକୁ ଖସିବା ଆରମ୍ଭ କରିଛି। ବାଂଲାଦେଶରେ ଏଭଳି ପରିସ୍ଥିତି ଦେଖି ଗ୍ଲୋବାଲ ବିଜନେସ୍ ପ୍ଲେୟାର୍ସ ମାନେ ବାଂଲାଦେଶରୁ ଦୂରତା ରଖିବା ଆରମ୍ଭ କରିଛନ୍ତି। ରାଜନୈତିକ ସଙ୍କଟ ଯୋଗୁଁ ବୟନଶିଳ୍ପ ଏକ ବଡ଼ ଝଟକା ଦେଇଛି ଏବଂ ଏହି କାରଣରୁ ବୟନଶିଳ୍ପରେ ଭାରତ ପାଇଁ ସୁଯୋଗ ସୃଷ୍ଟି ହେବାକୁ ଯାଉଛି। ସୂଚନାଯୋଗ୍ୟ, ଭାରତୀୟ ଗାର୍ମେଣ୍ଟ ଇଣ୍ଡଷ୍ଟ୍ରିଜ୍ ପାଇଁ କ୍ରମାଗତ ଭାବରେ ବିଦେଶରୁ ଡିଲ୍ ଆସୁଛି। ଭାରତର ଟେକ୍ସଟାଇଲ ସେକ୍ଟରର ବୃହତ୍ତମ କମ୍ପାନୀ ରେମଣ୍ଡର ଚେୟାରମ୍ୟାନ୍ ତଥା ଏମ୍ଡି ଗୌତମ ହରିସିଙ୍ଗାନିଆ କହିଛନ୍ତି ଯେ ଦେଶ ତଥା ବିଦେଶର ବଡ଼ କମ୍ପାନୀରୁ କ୍ରମାଗତ ଭାବରେ ଅଫର ଆସୁଛି। ବାଂଲାଦେଶର ବୟନଶିଳ୍ପ ଯଥେଷ୍ଟ ସଫଳତା ହାସଲ କରିଥିଲା। ତାଙ୍କର କାର୍ଯ୍ୟ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ହେଲା, କିନ୍ତୁ ରାଜନୈତିକ ସଙ୍କଟ ହେତୁ ଏହି ସମସ୍ତ ସଫଳତା ଗୋଟିଏ ଷ୍ଟ୍ରୋକ୍ରେ ନଷ୍ଟ ହୋଇଗଲା। ଗୌତମ ହରିସିଙ୍ଗାନିଆ କହିଛନ୍ତି ଯେ ବାଂଲାଦେଶରେ ଏଭଳି ପରିସ୍ଥିତି ପରେ ବିଶ୍ୱର ବଡ଼ କମ୍ପାନୀମାନେ ଅଫର ନେଇ ତାଙ୍କ ନିକଟକୁ ଆସୁଛନ୍ତି, ଯାହା ସେ ନିଶ୍ଚିତ ଭାବରେ ଲାଭ ଉଠାଇବେ। ରେମଣ୍ଡ ବିଶ୍ୱର ତୃତୀୟ ବୃହତ୍ତମ ସୁଟ୍ ଉତ୍ପାଦନକାରୀ କମ୍ପାନୀ ହେବା ପାଇଁ ବିପୁଳ ପୁଞ୍ଜି ବିନିଯୋଗ କରିଛି। ବ୍ୟବସାୟ ମଧ୍ୟ ଏକ ବଡ଼ ଆକାରରେ ଆସିବ ବୋଲି ସେମାନେ ସକାରାତ୍ମକ ସୂଚନା ମଧ୍ୟ ଦେଇଛନ୍ତି। ଗୌତମ ସିଙ୍ଗାନିଆ ଏହା ମଧ୍ୟ କହିଛନ୍ତି ଯେ ଏହାର ପ୍ରତ୍ୟକ୍ଷ ବିକ୍ରୟ କ୍ଷମତା ସହିତ ଭାରତ ଏକ ଭଲ ସ୍ଥିତିରେ ଅଛି। ରେମଣ୍ଡ ପରି ଅନ୍ୟାନ୍ୟ କମ୍ପାନୀ ଅଛି ଯାହା ଉଭୟ ବୟନ ଏବଂ ବସ୍ତ୍ର ବ୍ୟବସାୟରେ କାର୍ଯ୍ୟ କରୁଛି। ସେ କହିଛନ୍ତି ଯେ ପୋଷାକ ଯୋଗାଣର ଲାଭ ଉଠାଇବାକୁ ଭାରତର ଏକ ବଡ଼ ସୁଯୋଗ ରହିଛି, କାରଣ ଭାରତରେ ଏକ ଟେକ୍ସଟାଇଲ ବେସ୍ ଅଛି, କିନ୍ତୁ ବାଂଲାଦେଶରେ କେବଳ ଏକ ପୋଷାକ ବା ଗାର୍ମେଣ୍ଟର ଆଧାର ଅଛି। ସେ ଏହା ମଧ୍ୟ କହିଛନ୍ତି ଯେ ଆମେ ବହୁତ ଭାଗ୍ୟବାନ ଏବଂ ଆମେ ସବୁବେଳେ ସୁଯୋଗ ଖୋଜୁଛୁ।